ରରୁଆର ଆଦିପୁର ଓ ମୋରଡ଼ାର ଠେଙ୍ଗାତାଣ୍ଡିରୁ ବେଧଡ଼କ ବାଲି ଚୋରି। ସକ୍ରିୟ ବାଲିଚୋର ନଦୀରୁ ବାଲି ଲୁଟ୍ ବେଳେ 2 ଡଙ୍ଗା ଜବତ। ବାଲି ସୋରାତରୁ ବାଲି ଉତ୍ତୋଳନ ପାଇଁ ସ୍ପଷ୍ଟ ନିୟମ ରହିଥିଲେ ମଧ୍ୟ ନିଲାମଧାରୀ କି ମାଫିଆ କେହି ମାନୁନାହାନ୍ତି। କିନ୍ତୁ ଜଳକା ସାଜିଛି ସରକାର ଓ ପ୍ରଶାସନ କାହା ସ୍ୱାର୍ଥରେ ବୋଲି ସାଧାରଣ ପ୍ରଶ୍ନ ଉଠୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବେଫିକର ବାଲି ଚୋରଙ୍କ ଏଭଳି ଏକ ବାଲି ଲୁଟ୍ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରରୁଆ ଥାନା ଆଦିପୁରରୁ। ଖଣି ବିଭାଗ ବାଲିଘାଟ ପରିଦର୍ଶନ ବେଳେ ଧରାପଡ଼ିଲା ମାଫିଆଙ୍କ ଦ୍ୱାରା ଚାଲିଥିବା ରାଜ ସଂଘକୁ ବେଧଡ଼କ ଭାବରେ ବାଲି ଉତ୍ତେଜନା ପୁଣି ଡଙ୍ଗା ସାହାଯ୍ୟରେ। ବୈତରଣୀ ନଦୀର ଏକ ପାଖରେ ଆଦିପୁର ଘାଟ ଏବଂ ଅନ୍ୟ ପାଖରେ ରହିଛି କେନ୍ଦୁଝର ଜିଲ୍ଲାର ମାଳିପଶି ଘାଟରୁ ମେସିନ୍ ଲଗାଇ ବେଧଡ଼କ ଭାବେ ବାଲି ଉତ୍ତୋଳନ ସହ ଚୋରା ବାଲି ଚାଲାଣ କରୁଥିଲେ ମାଫିଆ। ବାଲିଘାଟ ଲିଜ୍ ନଥିବା ବେଳେ ଡଙ୍ଗା ସାହାଯ୍ୟରେ କେନ୍ଦୁଝର ଜିଲ୍ଲାରୁ ପଶି ମୟୂରଭଞ୍ଜ ସୀମାରୁ ବାଲି ଟାଣି ନେଉଥିଲେ। ଆଗାମୀ ଦିନରେ ବାଲିଘାଟ ନିଲାମ ହେବାକୁ ଥିବା ବେଳେ ନିଲାମ ପୂର୍ବରୁ ହିଁ ନଦୀଘାଟର ସବୁ ବାଲି ବୋହି ନେଉଛନ୍ତି ମାଫିଆ। ଏଭଳି ପରିସ୍ଥିତିରେ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି। ଡଙ୍ଗା ସାହାଯ୍ୟରେ ବେଧଡ଼କ ବାଲି ଲୁଟ୍ ବେଳେ ଗତକାଲି ଅପରାହ୍ନରେ ରାଜସ୍ୱ ବିଭାଗ, ଖଣି ବିଭାଗ ଏବଂ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରି 2 ଡଙ୍ଗା ଜବତ କରିଥିବା ବେଳେ ଡଙ୍ଗା ଚାଳକମାନେ ଖସି ପଳାଇଛନ୍ତି। ଡଙ୍ଗା ଜବତ ପରେ ହାଇଡ୍ରା ସାହାଯ୍ୟରେ ନଦୀରୁ 2ଟି ଡଙ୍ଗା ବାହାର କରି ତହସିଲକୁ ନେଇଥିବା ଜଣାପଡ଼ିଛି। ସେହିପରି ମୋରଡ଼ା ଥାନା ଅନ୍ତର୍ଗତ ଠେଙ୍ଗାତାଣ୍ଡି ନଦୀରୁ ଭୋରରୁ ସକାଳ 9ଟା ପର୍ଯ୍ୟନ୍ତ ବେଧଡ଼କ ବାଲି ଚୋରି ହେଉଥିବା ଲକ୍ଷ୍ୟ କରାଯାଉଛି। ତେବେ ଏନେଇ ବାଲିଚୋରମାନେ ମୋରଡ଼ା ପୋଲିସର ଗତିବିଧି ଉପରେ କଡ଼ା ନଜର ରଖିଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଉକ୍ତ ଘାଟରୁ ବାଲି ଚୋରି କରି ମୋହନପୁର ହୋଇ ବାରିପଦା ସଦର ଥାନା ଅନ୍ତର୍ଗତ ନିଚୁଆପଦା ହୋଇ ବାହାରକୁ ବାଲି ଚାଲାଣ ହେଉଛି ବୋଲି ଖୋଲାଖୋଲି ଆଲୋଚନା ହେଉଥିବାର ଲକ୍ଷ୍ୟ କରାଯାଇଛି। ତେବେ ଉକ୍ତ ବେଆଇନ ଘାଟରେ 20ଟିରୁ ଅଧିକ ବାଲି ଟ୍ରାକ୍ଟର ଲାଗୁଥିବା ଜଣାପଡ଼ିଛି। ତେବେ ପୋଲିସ ମଧ୍ୟ କଡ଼ାକଡ଼ି ନଜର ରଖିଥିବା ସୂଚନାରୁ ଯାହା ଜଣାପଡ଼ିଛି। ତେବେ ଏହି ଭଦ୍ରମୁଖାଧାରୀ ବାଲିଚୋରଙ୍କ ବିରୋଧରେ ଆଗକୁ କ'ଣ ପଦକ୍ଷେପ ନେଉଛନ୍ତି ସରକାର ଦେଖିବାକୁ ବାକି ରହିଲା।